କଥାଟି ଛୁଆ ମନେ ରଖିଥାଅ। ଆଜି ଆଲୋଚନା କରିବା ଅଳ୍ପ ଦିନେ ଆସିବ ଶାନ୍ତି। କଣ ଆସିବ? ଶାନ୍ତି। ମଣିଷ କଣ ଖୋଜେ? ଶାନ୍ତି ଖୋଜେ। କିନ୍ତୁ ବର୍ତ୍ତମାନ ମଣିଷ କଣ ଖୋଜୁଛନ୍ତି? ସୁଖ। ସୁଖ ଖୋଜୁନାହାନ୍ତି? ବର୍ତ୍ତମାନ ମଣିଷ କଣ ଖୋଜୁଛନ୍ତି? ସୁଖ ଖୋଜୁଛନ୍ତି। କିନ୍ତୁ ଆସେ କଣ? ଖୋଜିବା କଥା କଣ? ଶାନ୍ତି। ସୁଖେ ନ ମିଳନ୍ତି ହରି ଦୁଃଖେ ବହୁ ଦୂର। ଦୁଃଖରେ କଣ? ଠାକୁର ଦେଖାଦେବେ, ସୁଖରେ ଦେଖାଦେବେ ନାହିଁ। କୋଉଥିରେ ମିଳନ୍ତି? ଶାନ୍ତି। ଦେଖ ଭକ୍ତ ସୁଦାମ, ସବୁଠୁ ଗରିବ ନା ସାରା, ଭାତ ଶାଗ ଭଜା ଖାଏ, କିନ୍ତୁ ସେ ଶାନ୍ତିରେ ରୁହେ। ବୁଝିପାରୁଛ ନା? ଶାଗ ଭଜା ପ୍ରସାଦ ପାଇଲେ ମଧ୍ୟ ସେ ଶାନ୍ତିରେ ଥିଲା। ଲାଷ୍ଟକୁ ସେ କେତେ ପବିତ୍ର। ଦେଖ କୃଷ୍ଣଙ୍କୁ ଯେତେବେଳେ ଦେଖା କରିବାକୁ ଆସିଲେ ବୁଧ ଭଜା ନେଇକି ଆସିଥିଲେ, ଆସିନଥିଲେ? ତେଣୁ ତାଙ୍କର ହୃଦୟ କଣ? ସେ ବଡ ଲୋକ ନହେଲେ ମଧ୍ୟ, ଧନୀ ନହେଲେ ମଧ୍ୟ ସେ ହୃଦୟଟାକୁ ସେ ଅମୂଲ୍ୟ ବୋଲି ଭାବେ। କାହିଁକି? ଶାନ୍ତିରେ ପବିତ୍ର ହୃଦୟ। ସୁଖେ ନ ମିଳନ୍ତି ହରି ଦୁଃଖେ ବହୁ। ଦୁଃଖରେ ବି ଠାକୁର ମିଳନ୍ତି। କେମିତି? ଘରେ ଖାଇବାକୁ ନଥିବ, ଚାଲି ନାହିଁ, ଡାଳ ନାହିଁ, ଏସା ନାହିଁ, ତେସା ନାହିଁ, ତମେ ତା କଥା ବୁଝିବ ନା ପ୍ରଭୁଙ୍କୁ ଡାକିବ? ଠିକ ନା ଭୁଲ? ସୁଖେ ନ ମିଳନ୍ତି ହରି, ଗାଡି ଘୋଡା ଅଟଳିକା ହେଇଗଲା, ସିଆଡେ କୋଉଠୁ ଗାଡି ରହିଲା, କଣ ହେଲା, ରାତିକି ନିଦ ନଥିବ, ସିଆଡେ ବଡ ଲୋକିଆ ହେଇଗଲ, ସିଆଡେ ଧନ ପଛରେ ତମର ମନ ଗୋଡେଇଲା, ଆଉ ତମକୁ ଜୀବନରେ ଶାନ୍ତି କୋଉଠୁ? ଇଏ ଠାକୁରଙ୍କୁ କୋଉଠୁ ପାଇବ? ତେଣୁ ଦୁଃଖେ ନ ମିଳନ୍ତି ହରି ସୁଖେ ବହୁ ଦୂର, ଶାନ୍ତିରେ ମଧ୍ୟ ମିଳେ ହରି ଆପେ, ଶାନ୍ତିରେ ମଧ୍ୟ ମିଳେ ହରି ଗୌର ନିରନ୍ତର। ଶାନ୍ତି ମଧ୍ୟରେ ଗୌର ହରି ନିରନ୍ତର ମିଳେ। ସେଥିପାଇଁ କି ଚୈତନ୍ୟ କାହିଁ କହିଲେ, ତମେ ମାଗୁର ମାଛ ଝୋଲ ବେଟା ହରିଆ ହରିଆ ହବ, ଯୁବତୀ ନାରିକା କୋଲ ବେଟା ହରିଆ ହରିଆ ହବ। ତମେ ପ୍ରଭୁଙ୍କୁ ଡାକ। ଚୈତନ୍ୟ ଖୋଳ କରତାଳ ଧରିକି ଡେଇଁଲେ ଆଉ ସମ୍ଭାଳି ହେଇପାରିଲେନି। ମୁଣ୍ଡ ଯେତେବେଳେ ଟେନସନ ହବ, ଖୋଳ କରତାଳ ଧରିକି ହରି ହରି ଯିବ। ପ୍ରଭୁଙ୍କ ପାଖେ ମନ ନେଇ ହେଲେ ଗଲା, ଦୁଃଖ ପଳେଇଲା। ବୁଝିହଉଛି? କିନ୍ତୁ ବର୍ତ୍ତମାନ ସମୟରେ ତମେ ଦେଖ, ଶାନ୍ତି କି କେହି ଖୋଜୁ, ସମସ୍ତେ ସୁଖକୁ ଖୋଜୁଛନ୍ତି। ଦୁଃଖ ବି ଆଉ କେହି ଖୋଜୁନାହାନ୍ତି, ବର୍ତ୍ତମାନ ସୁଖ ଖୋଜୁଛନ୍ତି। କଣ? ମାନେ ଧନ ଉପରେ ଧନ କେମିତି ଉପାର୍ଜନ ହବ। କଣ ଭାଇ? କିନ୍ତୁ ଏତିକି ମନେ ରଖିଥାଅ, ଉଭା ଧନଦଗ ରଜା ହରି ନେବ, ପୋତା ହରିବ ବାସୁକି, ବଡ ବଢିଆ ଯେ କେହି ନ ରହିବେ, ବୁଝିଲୁ ଯେ ରାମ ତୁକି। ଯେତେ ଧନ ରଖୁଛ ରଖ, ରଜା ହରି ନେବ। କାଳେ ରଜାକୁ ନୁଚେଇକି ତମେ କୋଠା କରିବ ନା, ଧନ ଗୁଡାକ ରହିଯିବ, କୋଠା କରିଦବା, ସୁଧ ଭଡାକୁ ଦେଇଦବା, କହିଲେ ଏ କୋଠା ବାସୁକି ହରି ନବ, ମାନେ ଦିନେ ଭୂମିକମ୍ପ ଭୟଙ୍କର ହବ। ବୁଝିପାରିଲେ ନା? ବୁଝିପାରିଲେ? ଯେତେବେଳେ ଖାଇବାକୁ ନ ପାଇବେ, ସେତେବେଳେ କିଏ କାହାକୁ ହିଂସା କରିବ, ଭାଗ କରିବ? ଗୋଟେ ନଈ ବଢିଥିବ, ଗୋଟେ ଗଛ ଭାସୁଥିବ,
ତା ଦେହରେ ବେଙ୍ଗଟାଏ ବଇଥିବ, ସାପଟିଏ ବଇଥିବ, ଆଉ ଗୋଟେ ଝିଣ୍ଟିକାଟାଏ ବଇଥିବ। ସେଠି ବେଙ୍ଗର ଇଚ୍ଛା ହବନି ମୁଁ ଝିଣ୍ଟିକାକୁ ଖାଇବାକୁ, ସାପର ଇଚ୍ଛା ହବନି ମୁଁ ବେଙ୍ଗଟାକୁ ଖାଇବାକୁ। କାହିଁକି? ତାହେଲେ ସମସ୍ତଙ୍କୁ ବିପଦ ପଡ଼ିଥିବ। ଦେଖିଛ ନା ନଈବଢି ବେଳେ? ସେମିତି ଗୋଟେ ସମୟ ଆସିବ, ଜଗତରେ ଯେତେ ଭକ୍ତ ଥିବେ ତାଙ୍କ ମନରେ ଶାନ୍ତିର ବାତାବରଣ ଆସିବ। ହେଲା, ଏଟା କେବେ ଘଟିବ? ଏ ଘଟଣା କେବେ ଘଟିବ? ମହାପୁରୁଷ ବଢିଆ କଥାଟିଏ କହୁଛନ୍ତି। ଫଣି ବତିଶକୁ ଠିକଣା କର, ନଥିବ ସଂସାରେ ବଳ କାହାର। ଧନ ଦରିଦ୍ର ହେବ ସମ ସରି, ଧନୀ ଦରିଦ୍ର ହେବେ ସମ ସରି, ସର୍ବେ ବୋଲିବେ ମୁଖେ ହରି ହରି। ହେଲା, ଫଣି ବୋଲନ୍ତି କେତେ? ସପ୍ତ ଫେଣି। ସାପର କେଇଟା ଫଣା? ସପ୍ତ ଫେଣା। ଫଣି 32 ମିଶି କେତେ ହେଲା? 39। ଯେତେବେଳେ 1439 ଅଙ୍କ ହବ, ହେଲା, 1439 ବେଳକୁ 39 ବେଳକୁ ନଥିବ ସଂସାରେ ବଳ କାହାର। ଧନୀ ଦରିଦ୍ର ବଡଲୋକିଆ ତାଙ୍କର କାହାର ବଳ ନଥିବ, ସବୁ ସମସରି ହେଇଯିବ। ଗୋଟେ ଗରିବ ଲୋକ ଯୋଉ ସ୍ତରରେ ଥିବ, ଧନୀଟା ବି ସେଇ ସ୍ତରକୁ ପଳେଇ ଆସିବ, ବାଲାନ୍ସ ସମାନ ହେଇଯିବ। ବୁଝିପାରୁଛୁ ନା ଭାଇ? ଥୋଡାଙ୍କର ଧନ ପଳେଇଲେ ବି ପାଗଳା ହେଇକି ହାର୍ଟ ଷ୍ଟ୍ରୋକ ହେଇକି ମରିଯିବେ, ମରିଯିବେ ନାଇଁ? ଧନୀ ଦରିଦ୍ର ହେବେ ସମ ସରି, ସବୁ ଗୋଟିଏ ନାବରେ ବସିବେ, ସର୍ବେ ବୋଲିବେ ମୁଖେ ହରି। ବୁଝିବୁଝି ନା? ସେ ସମୟରେ ସମସ୍ତେ କଣ କରିବେ? ମୁଖରେ ଖାଲି ହରି 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 ବୋଲିବେ। କାହିଁକି? ଯେତେବେଳେ ନାକରେ ପାଣି ପଶେ, ମଣିଷ ଯେତେବେଳେ ବଳ ଥାଏ ସେ ଭାରି ଆଖି ଦେଖାଏ, ଶେଷ ମୁହୂର୍ତ୍ତ ହେଇଯାଏ, ବଳ ଭାଙ୍ଗିଯାଏ, ପ୍ରଭୁ ରକ୍ଷା କର, ପ୍ରଭୁ ରକ୍ଷା କର, ନା ଏଇଆ କହନ୍ତିନି ନା? ତେଣୁ ମହାପୁରୁଷ ଏଠି କହୁଛନ୍ତି, ଯେତେବେଳେ ଯୋଉ ମାନେ 1439 ସନରେ ସମସ୍ତେ ସମାନ ହେଇଯିବେ, ସେଠି ଆଉ ଦୁଃଖୀ ଆଉ ଧନୀ କିଛି ପାର୍ଥକ୍ୟ ରହିବ ନାହିଁ। ଆଉ ଏମିତି ନିରାଶ ହେଇଯିବେ ନା, ସମସ୍ତେ ହରି ହରି ଡାକିବେ, ପ୍ରଭୁ ତୁ ହିଁ ରକ୍ଷା କର। କଳିର ବଳ ହୋଇବ ଚୂର୍ଣ୍ଣ, ଗ୍ରାମେ ଗ୍ରାମେ ହେବ ହରି ଭଜ। ଗୋଟେ ସେତେବେଳକୁ କଳିର ଆଉ ପ୍ରାଦୁର୍ଭାବ, ଏତେ କଳି ଯୁଗ ଥିବ, କି କଳି ଶେଷ କଥା କହୁନାହାନ୍ତି, କଳି ଥିବ, କିନ୍ତୁ ତାର ବଳ ଚୂର୍ଣ୍ଣ ହେଇଯିବ, ତା ବଳ ଆଉ ରହିବ ନାହିଁ। ଗ୍ରାମେ ଗ୍ରାମେ ହବ ହରି ଭଜ। ଯେମିତି ଅତୀତରେ ସବୁ ଗାଁ ମାନଙ୍କରେ ଭାଗବତ ଟୁଙ୍ଗିଥିଲା, ସେମିତି ଠାକୁରା ଯୋଉମାନେ ଥିବେ ବସି କଣ କରିବେ? ହରି ଭଜନ ଆରମ୍ଭ କରିବେ। ହେତୁ ରଖିଥିବ ବରଜ ସୁତ, ଭାବରେ ଭଣତି ଦିନ ଅଛୁ। ହେ ବ୍ରଜସୁତ ମାନେ, ତମେ ଏକଥା କଣ କର? ମନେ ରଖିଥାଅ। ଭାବରେ ଭଣିଲେ, କୋଉ ଭାବରେ? ନା ବିଷ୍ଣୁ ଭାବରେ ରହିକି ଅଚ୍ୟୁତ ଆଜି କଣ କରିଛନ୍ତି? ଏକଥା କହୁଛନ୍ତି। ପୁଣି ଲେଖିଛନ୍ତି, ଗୋଟେ ଦେଖିବ ଅଚ୍ୟୁତଙ୍କର ଜାଇଫୁଲ ମାରିକାରେ, ଫଣି 32ରେ ଛତ୍ର ଉଦୟ ହେବ, ଫିଟିବ ପ୍ରଜାଙ୍କ କଷ୍ଟ ସୁବୃଷ୍ଟି ହୋଇବ। ସେଇ 39। ଏଠି ମହାପୁରୁଷ ଯାହା କହୁଛନ୍ତି ସେଠି ମଧ୍ୟ ସେଇ କଥା କହିଛନ୍ତି। ତେଣୁ ଚାଲିଲା କେତେ? 1400 କେତେ ଚାଲିଛି?
କ'ଣ ମୋବାଇଲ ଦେଖିକି କହିବୁ 1432 ହେଲା 39। ତେଣୁ ବେଳୁ ବନ୍ଧ ବାନ୍ଧିବା ଭକ୍ତଙ୍କର କର୍ତ୍ତବ୍ୟ। କୋଉ ଭକ୍ତ? ନା ଭୟ ଥିବ, ଭକ୍ତି ଥିବ, ଭାବ ଥିବ, ଦର୍ଶନ ଥିବ। ଯୋଉ ଭକ୍ତ ସେମାନେ ସେତେବେଳେ କ'ଣ ହେବେ? କୂଳକୁ ବିହନ ହେଇକି ରହିବେ। ଆଉ ଯଦି ଭୟ ନାହିଁ, ଭକ୍ତି ନାହିଁ, ଭାବ ନାହିଁ, ପ୍ରେମ ନାହିଁ, ଦର୍ଶନ ନାହିଁ, ମାୟା ରୂପକୁ ବହି ହରି ହରି ହେଲେ କିଛି ମୂଲ୍ୟ ନାହିଁ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦିକ ବାର ହରି।